ଭିକି ପାଣ୍ଡିଆନ ରାଗରେ ଜର୍ଜରିତ ହେଇକରି ସେଇ ଜାଗାରୁ ଯିବା ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଖ ଦେଇ ଗଲା ବେଳେ ସେ କହିବା ଯେ ଚାହିଁଲେ ମୁଁ ଦଳରୁ ସସ୍ପେଣ୍ଡ କରେଇ ଦେଇ ପାରିବି ମୁହୂର୍ତ୍ତରେ। ଏଥିରୁ ଜଣା ପଡୁଛି ଯେ ଏବେ ମଧ୍ୟ ଦଳ ଭିତରେ ଭିକି ପାଣ୍ଡିଆନଙ୍କର ପ୍ରଭାବ ଅତୁଟ ରହିଛି। ଏ ଶବ୍ଦ ମୁଁ ବ୍ୟବହାର କରିବାକୁ ଚାହେଁ। କୌଣସି ପ୍ରକାର ତାଙ୍କର ପ୍ରାଧାନ୍ୟ ଦଳ ଭିତରେ ମାନେ କ୍ଷୁର୍ଣ୍ଣ ହେଇନାହିଁ। ମୁଁ ଏକଥା କହିବାର ଉଦ୍ଦେଶ୍ୟ ହଉଛି ଆପଣ ଅନେକ ସମୟରେ ଲକ୍ଷ୍ୟ କରିଥିବେ ବିଜେଡି ଦଳର ଅନେକ ନେତା ଯେହେତୁ 2024 ଦଳ ହାରିଗଲା, ଅନେକ ନେତା ସେଥିପାଇଁ ଭିକେ ପାଣ୍ଡିଆନକୁ ଦାୟୀ କରିଛନ୍ତି ଏବଂ ଯାହା ଫଳରେ କି ନବୀନ ପଟ୍ଟନାୟକ ମଧ୍ୟ ଏକାଧିକ ବାର ଆସିକିରି କହିଛନ୍ତି ନାହିଁ ତାଙ୍କର କଣ୍ଟ୍ରିବ୍ୟୁସନ ଦଳ ପ୍ରତି ବହୁତ ଯଥେଷ୍ଟ ଇତ୍ୟାଦି ଇତ୍ୟାଦି ତାଙ୍କୁ ଟେକିକିରି କହିଛନ୍ତି। କିନ୍ତୁ ଦଳର ଅନେକ ଲୋକ ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ନାଁ ଶୁଣିଲେ ଚିଡୁଛନ୍ତି, କହୁଛନ୍ତି ଯେ ତାଙ୍କ ଲାଗି ଦଳ ହାରିଗଲା। ଏବଂ ସିଏ ମଧ୍ୟ ନିଜେ ଘୋଷଣା କଲେ ସେଇ ସମୟରେ ରେଜଲ୍ଟ ବାହାରିବା ପରେ ପରେ ଯେ ସେ ରାଜନୀତିରୁ ସନ୍ନ୍ୟାସ ନେଇଗଲେ, ଅର୍ଥାତ୍ ସେ ଭବିଷ୍ୟତରେ ଆଉ କୌଣସି ପରିସ୍ଥିତିରେ ରାଜନୀତିରେ ଗୋଡ ଦେବେ ନାହିଁ ବୋଲିକି ଯାହା ସେ କହିଲେ। ବର୍ତ୍ତମାନ ଆପଣ ଦେଖନ୍ତୁ, ସମସ୍ତେ ଦେଖୁଛନ୍ତି ବିଭିନ୍ନ ସମୟରେ ସେ ନବୀନ ପଟ୍ଟନାୟକଙ୍କ ପାଖରେ ସେ ପୁରା ଅଛନ୍ତି। ଦଳର କୁଆଡେ ବହୁତ କଥା ସେ ସେଠି ବୁଝାବୁଝି କରୁଛନ୍ତି, ତାଙ୍କରି ଦଳ ଲୋକ ଯାହା ଆସି କହନ୍ତି। ଏପରିକି ନବୀନ ପଟ୍ଟନାୟକ କିଏ ଭେଟିବ ନ ଭେଟିବ ଯୋଉ କାମ ସେ ଆଗେ କରୁଥିଲେ ବୋଲି ଲୋକ ଚିଡୁଥିଲେ, ଏବେ ମଧ୍ୟ ସେ ସେଇ କାମ କୁଆଡେ କରୁଛନ୍ତି। ପ୍ରଥମ କଥା, ସିଏ ଆସି କାହିଁ କହିଲେ? ଯଦି ଭକ୍ତଚରଣ ଦାସ ଭେଟିବାକୁ ଚାହିଁଥିଲେ ଏବଂ ହସ୍ପିଟାଲର କଟକଣା ଦୃଷ୍ଟିରୁ ତାଙ୍କୁ ମନା କରାହେବାର ଆବଶ୍ୟକତା ପଡିଲା ଯେ ସେ ତୃତୀୟ ମହଲାକୁ ଆସିବା ଦରକାର ନାହିଁ, ଦ୍ୱିତୀୟ ମହଲାର ପରିସ୍ଥିତି ଏଇଆ ହେଇଛି, ଏକଥା ଭିକେ ପାଣ୍ଡିଆନ ତାଙ୍କୁ ଜଣେଇବାରେ କଣ ଅଛି? ସେ ତ ଦଳରେ କେହି ନାହାନ୍ତି, ସିଏ କାହିଁକି ଦଳର ଆଉ କିଏ ନେତା ଯାଇକି ତାଙ୍କୁ ସେ କଥା କହିପାରିଥାନ୍ତେ। ତାମାନେ ଏଥିରୁ ଜଣା ପଡୁଛି ନବୀନ ପଟ୍ଟନାୟକ ନା ଭିକେ ପାଣ୍ଡିଆନକୁ ଛାଡିଛନ୍ତି, ନା ଭିକେ ପାଣ୍ଡିଆନ ନବୀନ ପଟ୍ଟନାୟକକୁ ଛାଡିଛନ୍ତି। ଆମେ କହୁନୁ ଯେ ସେ ପରସ୍ପରକୁ ସେ ଛାଡି ଦିଅନ୍ତୁ, କି ସମସ୍ତେ ସମସ୍ତଙ୍କୁ ଭୁଲି ଯାଆନ୍ତୁ, କୋଉ ସମୟରେ କଣ ଦଳ କିଏ କଣ କରିଥିଲା କଣ ନାହିଁ ସେ ଅଲଗା କଥା। କିନ୍ତୁ କଥା ହଉଛି ଏ ନିଷ୍ପତ୍ତିଟା ତ ନବୀନ ପଟ୍ଟନାୟକ ନେବେ ନା। ତାଙ୍କ ଦଳର ଲୋକମାନେ ଯେହେତୁ ଦାବି କରୁଛନ୍ତି ଯେ ଏଇ ମହାଶୟଙ୍କ ଯୋଗୁଁ ଆମ ଦଳ ହାରିଲା, ତେଣୁ ଏଇ ମହାଶୟଙ୍କୁ କୌଣସି ପରିସ୍ଥିତିରେ ଦଳରେ କୌଣସି କାମରେ ତାଙ୍କୁ ସୁଯୋଗ ଦିଆଯିବା ଉଚିତ ନୁହେଁ ବୋଲି ସେମାନେ ଯୋଉ ଦାବି କରୁଛନ୍ତି, କିନ୍ତୁ ଦଳପତି ତ ତାହା ଭାବୁନାହାନ୍ତି, ଅର୍ଥାତ୍ ନବୀନ ପଟ୍ଟନାୟକ ତ ତାହା ଭାବୁନାହାନ୍ତି। ଏଇଥିରୁ ଅନ୍ତତଃ ସ୍ପଷ୍ଟ ପ୍ରମାଣିତ ହଉଛି। ତେଣୁ ସେଇଥିପାଇଁ ସିଏ ନହେଲେ ଆସିକିରି ପିସିସି ସଭାପତିଙ୍କୁ କେବେ କହିନଥାନ୍ତେ। ସମ୍ବାଦପତ୍ର ରିପୋର୍ଟରେ ବାହାରିଛି ଯେ ପିସିସି ସଭାପତିଙ୍କୁ ସିଏ ଆସି କହିନଥାନ୍ତେ ଯେ ନାହିଁ ଆଜ୍ଞା ଦେଖା ହେଇପାରିବନି, ସେ କଥା ଆଉ କିଏ କରିଥାନ୍ତେ। ଏବଂ ଦଳର ଅନ୍ୟମାନେ ଯେତେବେଳେ ବସିଛନ୍ତି ଏଠି ଦ୍ୱିତୀୟ ମହଲାରେ, ସେତେବେଳା ଉପର ମହଲାରେ ଭିକେ ପାଣ୍ଡିଆନ ସେ ତ ଦଳର କେହି ନୁହନ୍ତି, ସିଏ ଯାଇକିରି ସେଠି ସବୁ କଥା ବୁଝାବୁଝି କରିବା ଇତ୍ୟାଦି କରିବା। ଅନେକ ଦଳର ନେତା ମାନେ ମଧ୍ୟ ନିଜକୁ ଖରାପ ଭାବୁଥିବେ ଯେ କଣ ଆମେ କେହି ହେଲୁନୁ ଦଳ ଆମର ନେତାଙ୍କର ହସ୍ପିଟାଲରେ କଥା ବୁଝିବା ପାଇଁ, ଆମର ଦଳର କେହି କଣ ଲୋକ ନାହାନ୍ତି? ଆମକୁ କାହିଁ ତ ନବୀନ ପଟ୍ଟନାୟକ କେବେ ଦିନ ଖୋଜୁନାହାନ୍ତି, ପଚାରୁନାହାନ୍ତି, ଦେହ ଖରାପ ହେଲା ବି କହୁନାହାନ୍ତି। ତାଙ୍କର ଦୁଃଖଟା ସେଇଟା। ସେମାନେ ଯୋଉ ବର୍ତ୍ତମାନ ଯାହା ସେଠି ହେଲା, ସେ ଯୋଉ ଘଟଣା ସେଠି ହେଲା, ଯେତିକି ବି ହଉ, ୟାର ଅପର ପକ୍ଷରେ ଆପଣ ଯଦି ଦେଖିବେ, ଅପର ପାର୍ଶ୍ୱକୁ ଯଦି ଆପଣ ନିରୀକ୍ଷଣ କରିବେ ତାକୁ ଜାଣିବେ ଏହାର କାରଣ କଣ। ଏହାର କାରଣ ହଉଛି ଦଳ ଭିତରେ ପରୋକ୍ଷରେ ଏଇ ପାଣ୍ଡିଆନଙ୍କ ଉପସ୍ଥିତି ଦଳରେ ମଧ୍ୟ ଏକ ମୃଦୁ ଚାପା ଗୁଞ୍ଜରଣ ସୃଷ୍ଟି କରୁଛି, ଯାହାର ପ୍ରତିଫଳନ ଏଇ ସବୁ ଜାଗାରେ ଦେଖାଯାଉଛି ଯେ ଆମେ ତ ଦଳର ଲୋକ, ସେ ଆମ ପାଇଁ ସେ ନେତା, ଆମେ ତାଙ୍କୁ ନେତା କରିଛୁ। ଆମର ତାଙ୍କର ଭଲ ମନ୍ଦ ଯେତେବେଳେ ହେଲା ସେ ତ ଆମେ ତ ଅଛୁ ନା, କିନ୍ତୁ ଆମକୁ ସିଏ ଆଡେଇ ଦେଇକିରି ଯାହାକୁ ଆମେ ସମସ୍ତେ କହୁଛୁ ଯେ ଆଙ୍କ ଲାଗି ଦଳ ବଦନାମ ହେଲା, ଆଙ୍କ ଲାଗି ଦଳ ହାରିଲା, ତାଙ୍କୁ ପୁଣି ଡାକି ଘରେ ପୁରେଇବାର କଣ ଅଛି? ମାନେ ମୋର କହିବା କଥା ଯେ ଯାହା ସେଠି ହେଲା ତାକୁ ଯଦି ଆପଣ ପର୍ଯ୍ୟାଲୋଚନା କରିବେ, ଏଇ ନିଷ୍କର୍ଷରେ ଯେକୌଣସି ଲୋକ ପହଞ୍ଚିବ ଯେ ଇଏ ହଉଛି ଦଳ ଭିତରେ ଯୋଉ ଫ୍ରଷ୍ଟ୍ରେସନ, ତାର ଏଇଟା ହଉଛି ଗୋଟେ ଉଦ୍ଗୀରଣ। ସେ ଛୋଟିଆକିରି ହେଇଥାଉ ନା କାହିଁକି, ମୃଦୁ ଉଦ୍ଗୀରଣ ହଉନା କାହିଁକି, ଇଏ ହଉଛି ନିଶ୍ଚିତ ଭାବରେ ତାର ଉଦ୍ଗୀରଣ। ନହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୁଜାତା କାର୍ତ୍ତିକେୟନକୁ ପଚାରିବ, ତାଙ୍କର ବି କଣ ଅଧିକାର ଅଛି? ଆପଣ କେସ୍ ପଚାରିବେ ସୁଜାତା କାର୍ତ୍ତିକେୟନକୁ? ତାର କାରଣ ହଉଛି ଏଇଆ ଯେ ଆମେ ଥାଉ ଆମେ ଏଠି ବସିଛୁ,
आमକୁ कई दिन पचार ना एठिक आसिले भी आम दलपति हस्पिटाल चिकित्सित होगापी अणागला से भी आम जानू कि तो सी पचारे सी कहीं पचारे एक प्रश्न करा पारे किंतु सी जो पचारिया निष्पत्ति नेले तार उद्देश्य ए तार पृष्ठभूमि रे कथाटा हूँ या जे दल रे अनेक लोक वर्तमान भावुंट से बेसहारा हो पड़ते ना नेता पचार एवं जहाँ को से नेता करी सी पुणी आउ कार सहारा नौ निजे दल रे रही से गोटे समय देखी दल प्रति भेटिया भी असंभव हो पड़ूला आज दल क्षमता गला मोटामोटी भाव में परिस्थिति से देखु ये जो कथा काली घटिला जहाँ से संवाद पत्र प्रकाश पाई जदि जो जो तथ्य से प्रकाशित होती सत हो थाए आम हठात किना कहीपरूनि जे घटना जो तथ्य प्रकाशित होती से केते सत केते मिछ आम तो निजे कहीपरूनि जहाँ प्रकाशित होती गोटे प्रमुख संवाद पत्र जदि यह सत होता है एक बुझा पड़ो जे दल रे धीरे धीरे कौन ना कौन कारण गोटे चापा उत्तेजना सृष्टि होती।